शिवाय। हरि ओं नमः शिवाय। त्र्यंबकं यजामहे सुगंधिं पुष्टिवर्धनम् उर्वारुकमिव बन्धनान् मृत्युर्मुक्षीयमामृतात्। हरि ओं नमः शिवाय। हुगुळी ग्राम मध्यस्थ जलजंत्र प्रकाशित कामनावरदातारं वंदे तं चंदनेश्वर। এই মন্দির এইটা হচ্ছে বিশেষত্ব। ସବୁ ମନ୍ଦିରକୁ ଯିବେ ଆପଣ, ଲିଙ୍ଗରାଜ ଯାଆନ୍ତୁ, ଭୂଷଣ୍ଡେଶ୍ୱର ଯାଆନ୍ତୁ, କି ଆପଣ ବାହାର ରାଜ୍ୟ ପଡ଼ୋଶୀ ରାଜ୍ୟକୁ ଯାଆନ୍ତୁ, ସବୁ ରାଜ୍ୟରେ ଯୋଉଠି ଯୋଉଠି ଶିବ ମନ୍ଦିର ରହିଛି ସେଠି ଛୋଟ ବଡ଼ ମୂର୍ତ୍ତି ରହିଛି କି ଲିଙ୍ଗ ରହିଛି। এই ଚନ୍ଦନେଶ୍ୱର ଏଇତିକି ବିଶେଷତ୍ୱ ଯେ ଏଠି କୌଣସି ନିରାକାର, ଏଠି ଆକାର ନାହିଁ, ଜଳଯନ୍ତ୍ର ପୂଜା ହୁଏ। ସେଠି ଇଆର ବୀଜ ମନ୍ତ୍ର ହଉଛି କ'ଣ ନା ହୁଗୁଳି ଗ୍ରାମ ମଧ୍ୟସ୍ଥ ଜଳଯନ୍ତ୍ର ପ୍ରକାଶିତ କାମନା ବରଦାତାରଂ ବନ୍ଦେ ତଂ ଚନ୍ଦନେଶ୍ୱର। ମାନେ ସେ ଜଳଯନ୍ତ୍ର ରୂପେ ପୂଜା ପାଆନ୍ତି। ଏଠି ଜଳଯନ୍ତ୍ର କୁହାଯାଇଛି କାନେ। ଯନ୍ତ୍ର ଶବ୍ଦର ଅର୍ଥ ମାନେ ହଉଛି କ'ଣ ନା ଯୋଉ ଶିବଙ୍କର ଜଳ ରୂପୀ ଯୋଉ ଯନ୍ତ୍ରକୁ ଆମେ ପୂଜା କରୁଛୁ। କୌଣସି ଆକାର ନାହିଁ, ନିରାକାର। ନୀତିକାନ୍ତି ଆମର ପହଡ଼ ଫିଟା ସକାଳେ 4:45, ତାପରେ ଆପଣଙ୍କର ମଙ୍ଗଳ ଆରତୀ, ସକାଳ ମଙ୍ଗଳ ଆରତୀ, ପୁଣି ଆପଣଙ୍କର ଠାକୁରଙ୍କର ଦାନ୍ତ ଘଷା ନୀତି, ଅବକାଶ ନୀତି ପରେ ତାଙ୍କର ସକାଳର ପୂଜା, ଧୂପ ଦୀପ ପରେ ସକାଳର ପୂଜା ପରେ ଆପଣଙ୍କର ଏମିତି ସର୍ବସାଧାରଣ ଭକ୍ତମାନଙ୍କ ପାଇଁ ମନ୍ଦିର ଫିଟାଯାଏ। ପୁଣି 1:15ରୁ 4ଟା ଭିତରେ ପୁଣି ଆରତୀ ପରେ ଆମର ଭୋଗ ଲାଗେ। ଭୋଗ ଲାଗି ସାରିଲା ପରେ ପୁଣି 2:50 ପର୍ଯ୍ୟନ୍ତ ଆମର ମନ୍ଦିର ପର୍ବ ଆମର ଶିବରାତ୍ରି, ମୁଖ୍ୟ ପର୍ବ ଶିବରାତ୍ରି, ଚଡ଼କ ମେଳା, ଯୋଉଟା କି ଆପଣଙ୍କର ଏଇ ଶିବରାତ୍ରି ପରେ ପରେ ଆପଣଙ୍କର ଚୈତ୍ର ମାସର 13 ଦିନ ବାକି ଥିବ ଆମର ଏଠି ବିଶାଳ ଚଡ଼କ ଯାତ୍ରା ହୁଏ। ଯୋଉ ଯାତ୍ରାରେ ଆପଣଙ୍କର ପଡ଼ୋଶୀ ରାଜ୍ୟ ୱେଷ୍ଟବେଙ୍ଗଲ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଏଠି ସବୁ ଲୋକମାନେ ଆସନ୍ତି। ଆସି ସେମାନଙ୍କର ମନସ୍କାମନା ପୂରଣ କାମନା ନିମନ୍ତେ ପୂର୍ବ ମାନସିକ ଯେଉଁ ଭକ୍ତ ପାଇଁକି ସେମାନେ ଉପବାସ ରୁହନ୍ତି ଏବଂ ଉପବାସ ରହି ଅର୍ଘ୍ୟ ପାଣି ପାଇଲା ପରେ ସେମାନେ ତାଙ୍କର ମହାଶିବରାତ୍ରିରେ କ'ଣ ନୀତିକାନ୍ତି ରହିଛି? ପୁଣି ଶିବରାତ୍ରିରେ ତ ମାନେ ରହିଛି ଆମର ନୀତିକାନ୍ତି, ବିଶେଷ ନୀତିକାନ୍ତି ରହିଛି। ମହାଦୀପ ଉଠିବ, ସମୟ ନିର୍ଦ୍ଧାରଣ କରାଯାଇଛି। ସମୟ ନିର୍ଦ୍ଧାରଣ ସହିତ ଆମର ମହାଦୀପ ଉଠିବ। ଆମର ଚାରିପହରେ ସନ୍ଧ୍ୟା ଆରତୀ ପରେ ପରେ ଆମର ଚାରିପହରେ ଆମର ମହାଶିବରାତ୍ରି ଉପଲକ୍ଷେ ଶିବାଭିଷେକ, ଚନ୍ଦନେଶ୍ୱର ମହାଦେବଙ୍କର ଅଭିଷେକ, ଯୋଉଟା କି ଆମର କ୍ଷୀର, ଦୁଗ୍ଧ, ଦଧି, ଘୃତ ଏବଂ ମଧୁ ଦେଇ ଆମର ଚାରିପହରେ ଅଭିଷେକ ରହିଛି। ପୁଣି ହୋମ ରହିଛି। ହୋମ ପରେ ଆମର ମହାଦୀପ ଉଠିବ। ଉଠି ସାରିଲା ପରେ ଆମର ଭୋଜ ରହିଛି। ପୁଣି ମନ୍ଦିର ପରିକ୍ରମା ରହିଛି। ସମସ୍ତ ଭକ୍ତମାନଙ୍କୁ ସୁବ୍ୟବସ୍ଥା ପ୍ରଶାସନ ତରଫରୁ ଏବଂ ଏନଭରନମେଣ୍ଟ ତରଫରୁ ଏବଂ ପଣ୍ଡାମାନଙ୍କ ତରଫରୁ ସମସ୍ତ ଭକ୍ତ ଭଉଣୀ, ମା, ବାପା, ଭାଇମାନଙ୍କ ପାଇଁ ଯଥେଷ୍ଟ ଆମର ସୁବ୍ୟବସ୍ଥା କରାଯାଇଛି। ପୋଲିସ ବାହିନୀ, ଓଡ୍ରାଫ୍ ଟିମ୍ ସମସ୍ତେ ଏଠାରେ ଉପସ୍ଥିତ ରହିବେ ଏବଂ